ବର୍ତ୍ତମାନ 1400 ଲେମ୍ବୁ ଥୁଆ ହୋଇଛି। ଥୁଆ ହୋଇଥିବା ଲେମ୍ବୁ ଗୁଡ଼ିକୁ ଭଲ ଭାବରେ କଟାଯିବ। କଟା ହୋଇଥିବା ଲେମ୍ବୁ ଗୁଡ଼ିକରୁ ରସ ବାହାର କରାଯାଉଛି। ବର୍ତ୍ତମାନ ଯବକ୍ଷାର 200 ଗ୍ରାମ, ଟଙ୍ଗଣ ଭସ୍ମ 200 ଗ୍ରାମ, ଫିଟିକିରି ଭସ୍ମ 200 ଗ୍ରାମ, ସର୍ଜିକା କ୍ଷାର 200 ଗ୍ରାମ, ନୌସାଦର 200 ଗ୍ରାମ, ସୌବର୍ଚ୍ଚନ ଲୁଣ 200 ଗ୍ରାମ, ସନ୍ଧବ ଲବଣ 1 କେଜି, କଳା ଲୁଣ 800 ଗ୍ରାମ, ଖାଇବା ସୋଢ଼ା 200 ଗ୍ରାମ, ହିଙ୍ଗୁ 200 ଗ୍ରାମ, ଜୁଆଣି 200 ଗ୍ରାମ, ଶୁଣ୍ଠି 200 ଗ୍ରାମ, ପିପଳି 200 ଗ୍ରାମ, ଗୋଲମରିଚ 200 ଗ୍ରାମ, ବିଡ଼ଙ୍ଗ 200 ଗ୍ରାମ, ଲବଙ୍ଗ 200 ଗ୍ରାମ, ଜଙ୍ଘି ହରିଡ଼ା 200 ଗ୍ରାମ, ପିପଳା ମୂଳ 200 ଗ୍ରାମ ଏବଂ ତା ସହିତ ଶ୍ଵେତ ସୋରିଷ 1 କେଜି। ବର୍ତ୍ତମାନ ଦେଖାଯାଇଥିବା ଚେରମୂଳି ଗୁଡ଼ିକୁ ଏକତ୍ର କରି ଚୂର୍ଣ୍ଣ କରାଯିବ। ବର୍ତ୍ତମାନ ଗୁଣ୍ଡ ହୋଇଥିବା ଔଷଧୀୟ ପଦାର୍ଥ ଗୁଡ଼ିକ 20 ଲିଟର ଲେମ୍ବୁ ରସରେ ମିଶାଯିବ। ବର୍ତ୍ତମାନ ପୁନଃ ଗୁଣ୍ଡ ହୋଇଥିବା ସମସ୍ତ ଚେରମୂଳିର ଗୁଣ୍ଡ ଲେମ୍ବୁ ରସରେ ମିଶାଯାଉଛି। ବର୍ତ୍ତମାନ ଚେରମୂଳିର ଗୁଣ୍ଡ ଗୁଡ଼ିକ ଲେମ୍ବୁ ରସରେ ଭଲ ଭାବରେ ମିଶି ଯାଇଛି। ବର୍ତ୍ତମାନ ଉଦରାମୃତ ପ୍ରସ୍ତୁତି ପ୍ରକ୍ରିୟା ସମାପ୍ତ ହୋଇଯାଇଛି। ଏବେ ଏହାକୁ 30 ଦିନ ପରେ ଛଣା ହୋଇ ପ୍ୟାକିଂ କରାଯିବ। ମାତ୍ରା 5 ml ରୁ 10 ml ବା 1 ଠିପିରୁ 2 ଠିପି ହାଫ୍ କପ୍ ପାଣିରେ ମିଶାଇ ଭୋଜନର ଅଧା ଘଣ୍ଟାରୁ 1 ଘଣ୍ଟା ମଧ୍ୟରେ ଦିନକୁ 2 ଥର ଦେବେ। ଉପଯୋଗ: ଉଦରାମୃତର ସେବନ ଦ୍ୱାରା ଯକୃତ, ପ୍ଳୀହା, ଗୁଳ୍ମ, ଶୂଳ, ପେଟ ଫାମ୍ପିବା, ଅଜୀର୍ଣ୍ଣ ଏବଂ ମଳରୋଧ ଦୂର ହୋଇଥାଏ ତଥା ଜଠରାଗ୍ନି ପ୍ରଦୀପ୍ତ ହୋଇଥାଏ। ଉଦରାମୃତ ସୌମ୍ୟ ଓ ଉତ୍ତମ ଦୀପନ, ପାଚନ, ଶୂଳହର ଓ କୁର୍ମିଘ୍ନ ଅଟେ। ଆମାଶୟ ରସସ୍ରାବର ହ୍ରାସରେ ଉତ୍ପନ୍ନ ହେଉଥିବା ଅଗ୍ନିମାନ୍ଦ୍ୟ, ଅପଚନ, ଉଦରଶୂଳ, ପେଟ ବାୟୁ ଭରିଯିବା ଏବଂ ମଳରୋଧ ଦୂର କରିବା ନିମନ୍ତେ ଉପଯୋଗୀ ଅଟେ। ନୂତନ ଅପଚନ ବା ଅଜୀର୍ଣ୍ଣ ରୋଗରେ 1 ରୁ 2 ଥର ସେବନ କରିବା ଦ୍ୱାରା ଲାଭ ହୋଇଥାଏ, କିନ୍ତୁ ଦୀର୍ଘକାଳର ଅଗ୍ନିମାନ୍ଦ୍ୟ, ଅଜୀର୍ଣ୍ଣ ରୋଗ ହେଉଥିଲେ ଦିନରେ 2 ରୁ 3 ଥର କିଛି ଦିନ ପର୍ଯ୍ୟନ୍ତ ସେବନ କରିବା ଦରକାର। ଯଦି ଯକୃତରେ ରକ୍ତ ସଂଗ୍ରହ, ପ୍ଳୀହା ବୃଦ୍ଧି ଅଥବା ଉଦରରେ ବାତ ପ୍ରଧାନ ଗୁଳ୍ମ ବା କଫଜ ଗୁଳ୍ମ ହୋଇଥାଏ ତେବେ ମଧ୍ୟ ଏହାକୁ ଶୀଘ୍ର ନଷ୍ଟ କରିଥାଏ। ଏହି ରୋଗ ଗୁଡ଼ିକରେ ଦିନକୁ 3 ଥର 7 ଦିନରୁ 15 ଦିନ ପର୍ଯ୍ୟନ୍ତ ପଥ୍ୟ ପାଳନ ସହିତ ସେବନ କରିବା ଦରକାର। ସୂଚନା: ଆମାଶୟ ଅଲ୍ସର ବା ବ୍ରଣ, କ୍ୟାନ୍ସର ଏବଂ ପିତ୍ତ ପ୍ରଧାନ ରୋଗରେ ଯଥା ପେଟରେ ଅଗ୍ନି ଜ୍ୱଳନ, ଭସ୍ମକ ରୋଗ ଆଦିରେ
ବ୍ୟବହାର କରିବା ଅନୁଚିତ।